ଲୁଣ ଆକ୍ରମଣ ହଁ ସେଠି କ'ଣ କେମିତି ହେଲା? 22ଟା ଯବାନ ଶହୀଦ ହେଇଯାଇଥିଲେ ଆମ ଭାରତର। ହଁ ଆଉ ତାହେଲେ ଆମେ କ'ଣ କରିବା ବର୍ତ୍ତମାନ? ଆମେ କ'ଣ କରିବା? ଆମ ଇଣ୍ଡିଆ ଆର୍ମି କି ଆମେ ମାନେ ସାହସ ମାନେ ଦେଇକି, ହଁ ଯାହାଫଳରେ କି ଆମ ଷ୍ଟେଟ୍ର ଯେଉଁ କହୁଛନ୍ତି ମୋଦି ବାବୁ, ହଁ ତାଙ୍କ ସାହାଯ୍ୟ ନେତୃତ୍ୱ ନେଇକି, ଯାହାଫଳରେ କି ଆମ ଇଣ୍ଡିଆକୁ କେହି ଆଖି ପକେଇବା ପାଇଁ ବି ଚାହିଁବେନି। ଯେତିକି କରିଛନ୍ତି ଆମ ଭାରତ ସରକାର, ଯେତିକି କ୍ଷେପଣାସ୍ତ୍ର ଆଣିଛନ୍ତି, ଆଉ ତାଠୁ ଅଧିକ ପରିମାଣ ଆକାରରେ ଆଣିବା ଦରକାର। ଯେତିକି ଅଛି ଆଉ 2 ଗୁଣ ଆଣିବା ଦରକାର। ମୋର ଏତିକି ବିନୀତ ଅନୁରୋଧ। ନହେଲେ ଆମେ କ'ଣ କରିବା? ବମ୍ ପକେଇବା? ଆମେ ବମ୍ବିଂ କରିଦେବୁ। ଆମେ ଟ୍ରେନରେ ଯିବୁ ଲୁଚି ଲୁଚି। ତମେ ଟ୍ରେନରେ ଗଲେ ପ୍ଲେନରେ ଯିବ। ହଁ କୋଉଠି ପଡ଼ିବ ବମ୍ଟା? ବମ୍ଟା ପରା ପାକିସ୍ତାନ ମ୍ୟାପ୍। ପାକିସ୍ତାନ ମ୍ୟାପ୍ରେ ପଡ଼ିବ। 2025 ମସିହା କହିବା ପାଇଁ ପାକିସ୍ତାନ ପୁରା ଲୁଚିଯିବ। ମ୍ୟାପ୍ରୁ ହଜିଯିବ। ବିଜୁ ପଟ୍ଟନାୟକ କହିଥିଲେ। କ'ଣ ଶୁଣୁଛୁ? ବିଜୁ ପଟ୍ଟନାୟକ ଯେମିତି କହିଥିଲେ, ବିଜୁ ପଟ୍ଟନାୟକ କହୁଛି ଅଟଳ ବିହାରୀ ବାଜପେୟୀ ଟଳମଟଳ କରେନି, ସକାଳ ପାଇଲା ଆସିକି ପାକିସ୍ତାନ ମ୍ୟାପ୍ରୁ ହଟିଯିବ। ସେଇଭଳିଆ ତାହେଲେ ରେଡି? ବିଜୁ ପଟ୍ଟନାୟକ ଅମର ରହେ। ରେଡି ରେଡି।